କିଛି ପାଇବା ପାଇଁ ହେଲେ ତ ନିଜକୁ ସାକ୍ରିଫାଇସ୍ କରିବାକୁ ପଡ଼ିବ। ନହେଲେ ଶୋଇଦେବି ଯଦି ମୁଁ ସେଣ୍ଟ ଶୋଇଦେବି ଏକାଥରେ ମୋର ବଡ଼ ହବ ଯାଏଁ ବି ଶୋଇଦେବି। ତ ତାର ଗୋଟେ ବ୍ଲଗ୍ ପକେଇଦେଲି ଆଉ ତାର ରିଭ୍ୟୁ ଭିଡ଼ିଓଟା ମାନେ ମୁଭିଟା ମୋତେ କେମିତି ଲାଗିଲା ଏପର୍ଯ୍ୟନ୍ତ ବି ତା ରିଭ୍ୟୁ ଭିଡ଼ିଓ ପକେଇନି। ହ୍ୟାଲୋ ଗାଇସ୍, ସମସ୍ତେ ମୋର ଦିଲ୍ ସେ ଜୟ ଶ୍ରୀରାମ। ତ ଆଜି ଭିଡ଼ିଓ ଷ୍ଟାର୍ଟ ହେଉଛି 11ଟା କି 11:30। ତ ଚାଲ ଆଜିର ପାଣିପାଗ ଦେଖାଉଛି। ଟୋଟାଲ ଦେଖ ବର୍ଷା ହେଇଛି, ଦିନ ସାରା ବର୍ଷା ହେଉଛି। ଚାଲ ଟୋଟାଲ ବାହାର ପାଗ ଦେଉଛି। ବୁଢ଼ୀ ସକାଳୁ ସକାଳୁ ମୁଣ୍ଡ କୁଣ୍ଡ ତ ସକାଳ ନା 11ଟା ସଫା ଚାଲିଛି। ଏଇଟା ଆଜି କାଲି ପିନ୍ଧି ଯାଇଥିଲେ ସଫା ହେଇନି। ଭୋକ ହେଲାଣି, ଖାଏ କଣ କର। ଏ ଧଳା ଏଇଟା ବି ସଫା କରିଦେଲୁ। ଚାଲ ସକାଳ ସକାଳୁ ଦେଖାଉଛି ଆମ ରୋଷେଇ ଘର କଣ ଅଛି। ରୋଷେଇ ଘରେ ମାଣି ରଖିଥିଲି ମ୍ୟାଗି ଗୋଟେ, ଏଇ ପାସ୍ତା ଦିଟା, ସରି ଭୋକ ହେଲାଣି ସେଥିପାଇଁ କିଛି ନଥିଲା ସକାଳୁ। ଏଇଟା ଆଳୁ ବୋଧେ ଥିବି। ଆପଣ ମାନେ ବହୁ ଭୂତ ମାନେ ବାବୁସାନ ଭାଇଙ୍କ ସିନେମା ଦେଖିଲେ କି ନାଇଁ? ତା ମୁଁ ଦେଖିଥିଲି ଯାଇକି 3rd କି 4th ଦିନ ହବ। ତ ତାର ଗୋଟେ ବ୍ଲଗ୍ ପକେଇଦେଲି ଆଉ ତାର ରିଭ୍ୟୁ ଭିଡ଼ିଓଟା ମାନେ ମୁଭିଟା ମୋତେ କେମିତି ଲାଗିଲା ଏପର୍ଯ୍ୟନ୍ତ ବି ତା ରିଭ୍ୟୁ ଭିଡ଼ିଓ ପକେଇନି। ତ ଦେଖନ୍ତୁ ଖରାବେଳ ପାଇଁ ରୋଷେଇ ଚାଲିଛି। ଇଏ ହେଲା ଆମର ବଡ଼ି, ତାପରେ ଏପଟେ ବୋଧେ ବଡ଼ି କଷା ଯାହା ହବ ଲାଗିଲାଣି। ବଡ଼ି କଷା ଭାତ। ଆପଣମାନେ ଆଜି ଖରାବେଳେ କ'ଣ ଖାଇବେନି ସେ କମେଣ୍ଟରେ କହିଦେବେ। ତ କି କ'ଣ ବୋଧେ ଗରମ ଭାତ ବୋଧେ? ହଁ ତ ଚାଲ ଚାଲ ଯିବା। ଆପଣମାନଙ୍କୁ ଭିତର ପାଗ ଦେଖଉଛି, ସରି ବାହାର ପାଗ ଦେଖଉଛି। ଓ ଇଏ କ'ଣ କରୁଛ? କ'ଣ କରୁଛ ନା? ତତେ କଣ ଦିଶୁନି? ବିରି ରଗଡା ହଉଛି ବା। ବିରି ରଗଡା? ପିଠା ହବ। କୋଉ ପିଠା? ପିଠା କାଲି ହବ, ପିଠା ହବ ସବୁ। ଛୁଆ ଆସନ୍ତୁ ବରା ହବ। ନାଣ୍ଡୁରେ କୋଉଦିନ ଆସିବେ? ଯୋଉ 12 ଦିନ କୋଉଠି ସେ ଖାଇପାରିବେ? ଖାଇବେ। ସିଆଡେ ତ ଭୋଜି ଶନିବାର ଭୋଜି ସିନା ଏ ଦିନ 7 ତାରିଖ ଭୋଜି ନା। ଶନିବାର ଖରାବେଳେ ଭୋଜି, ରାତିରେ ମାଣ ଥିବ। ରହିଲେ ଖରାବେଳେ ଭୋଜି ଆମର 5 ତାରିଖ। ତାଙ୍କର ତ ସକାଳେ, ଆମର ରାତିରେ ପୁଣି ସେଦିନ 5 ତାରିଖ 12 ଦିନ ରାତିରେ ତାଙ୍କର ସେଦିନ କରିଦବା। ତାଙ୍କର 6 ତାରିଖ ପପୁନା ଦେହ ରହିଲା 6 ତାରିଖ ହବ। ଓଇ ହୁଗୁଳା ଓରେ କଲା କୋଉଠି ଭାତ ଦେଖିଲେ ଭାତ ହଉଛି ଏପଟେ ବଡି ଇଏ କଷା, ବଡି କଷା। ହେରେ ଲକି ଆଜ୍ଞା ସେଠି ଲକ ଟକ ତେଲ କଟ ଉଠେ। ତ ଏବେ ଟାଇମ୍ ଆସିକି ହେଲାଣି 2ଟା। ଘରେ ସବୁ ପଇଲେଣି ମାନେ ବୁଆ ଆଉ ବୁଢ଼ୀ। ଭିଡ଼ିଓକୁ ଷ୍ଟାର୍ଟ କରୁଛି ଗାଧେଇ ସାରିଲା ପରେ। ଏପଟେ ଦେଖନ୍ତୁ ଟୋଟାଲ ବର୍ଷା ହେଇକି ଯାଇଛି, ବଣ ପୁରା ହେଇଛି। ଏପଟେ ସାପ ଫାପ ଥବ, ତଥାପି ମୁଁ ଠିଆ ହେଇଛି ଜଷ୍ଟ ଦେଖ। ସେପଟେ ଦେଖ ପୁରା ବଣ ଜଙ୍ଗଲ, ଏପଟେ ସାପ, ଏପଟେ ମେଙ୍ଗ ଗୋତ ନିଶ୍ଚୟ ଥିବେ ଏପଟେ। ତ ଭିଡ଼ିଓ ଷ୍ଟାର୍ଟ କରିବା ଗୋଟେ ରିଜନ୍ ହେଲା, ମୁଁ ବି ଚାହିଁପାରିଥିଲି ଏକା ଶୋଇପାରିଥାନ୍ତି, କିନ୍ତୁ ମୁଁ ସବୁବେଳେ ତ ଶୋଉଛି ରାତି 2ଟା କି 3ଟା। 3ଟା ନୁହଁ 2ଟା 2:30 ହେଇଯାଏ। ଏ ସର୍ଟ ଭିଡ଼ିଓ ଏଡ଼ିଟ୍ କରିବା ଆଉ ମୋର ଇନଷ୍ଟାରେ ସର୍ଟ ଭିଡ଼ିଓ ପାଇଁ ବି ଆଉ ୟୁଟ୍ୟୁବରେ ଲଙ୍ଗ୍ ଭିଡ଼ିଓ ପାଇଁ ବି 2ଟା ଏଡ଼ିଟ୍ କରି ଶୋଇଲା ବେଳକୁ ସବୁବେଳେ 2ଟା ଆଇଦର 3ଟା ହେଇଯାଉଛି। ତ ଅଇକା ଶୋଇବା ଟିକେ ଭାବୁଥିଲି ଶୋଇଥାନ୍ତି, କିନ୍ତୁ ମୋର ଭିଡ଼ିଓ ସର୍ଟ ଟାଇମିଂଟା ଛୋଟ ହେଇଗଲା। ସେଥିପାଇଁ ମୁଁ ଆଇଲି ଭିଡ଼ିଓ କରିବାକୁ ଏ ବାରିକ ବାଟ ଖୋଲି। ଚାଲ କିଛି ପାଇବା ପାଇଁ ହେଲେ ତ ନିଜକୁ ସାକ୍ରିଫାଇସ୍ କରିବାକୁ ପଡ଼ିବ। ନହେଲେ ଶୋଇଦେବି ଯଦି ମୁଁ ସେଣ୍ଟ ଶୋଇଦେବି ଏକାଥରେ ମୋର ବଡ଼ ହବ ଯାଏଁ ବି ଶୋଇଦେବି, କିଛି କରିହେବନି। ଏବେ ମୋର 4K ସବସ୍କ୍ରାଇବର ଅଛନ୍ତି। ଦେଖାଯାଉ ଆପଣମାନଙ୍କ ସପୋର୍ଟ ଯେଉଁ ରହିବ, ସେଇ 4Kଟା ବି ଧୀରେ ଧୀରେ ଗ୍ରୋ କରିକି 4 ଲାଖ୍ ହେଇପାରିବ ଆପଣମାନଙ୍କ ସପୋର୍ଟ ଯୋଗୁଁ। ତ ଚାଲ ଭିଡ଼ିଓ କଣ୍ଟେଣ୍ଟ ତ ମୋ ଦାୟିତ୍ୱ, ଆଉ ସପୋର୍ଟ କରିବା ଦେଖିବା ଆପଣଙ୍କ ଦାୟିତ୍ୱ। ତ ପ୍ରମିସ୍ କରୁଛି ଡେ ବାଇ ଡେ ଭିଡ଼ିଓକୁ ଇମ୍ପ୍ରୁଭମେଣ୍ଟ କରିବି, କ୍ୱାଲିଟିରେ ହଉ କି କଣ୍ଟେଣ୍ଟରେ ହଉ, କଣ୍ଟେଣ୍ଟ କି ସବୁଥିରେ ହଉ। ଓ ଭାଇ ଏବାଟେ ଦେଖ ଇଏ ସଢ଼େଇଗରା ପଡ଼ୁଛି। ବଟ୍ ଆଗରୁ ଆମର ରହୁଥିଲା ଗୋଟେ ପିଞ୍ଜରା ଥିଲା, ଶୁଆ ଫୁଆ ରୁହେ, ଏଇଠି ରୁହେ ଆମର ଏଇଠି।
ଏଇଠି ଗୋଟେ ପିଞ୍ଜରା ଥିଲା, ଏଇଠି ଶୁଆ ରହୁଥିଲା ଆଗରୁ, ଆମେ ଏଇଠି ପିଞ୍ଜରା ଧରି ଦେଇଥିଲୁ। ଏପଟେ ଜଣଙ୍କ ଘର, ଆମ ଛାତ ଦେଖ ପୁରା ସେମିତି, ଏଇଟା ଶୋ ଗଛ। ଖାଇଛ ଚାଲ। ଶୋଇଛନ୍ତି ମା ହେରିକା ଅନ୍ଧାର ପୁରା ଟୋଟାଲ। ମୋ ଭିଡ଼ିଓ କରୁଛୁ ମୋ ଦେଖା ନଥିବ। ଷ୍ଟାର୍ଟିଂରୁ ଯେଉଁ କ୍ଲିପ୍ଟା ଦେଖିଲେ ସେଇଟା ହେଲା କାଲିର ଭିଡ଼ିଓ। ଆଜିର ଭିଡ଼ିଓ ଷ୍ଟାର୍ଟ ହେବ ଯେଉଁଠି ମୁଁ ସୋୟାବିନ୍ ବଡ଼ି ରୋଷେଇ ଦେଖିଛି, ମାନେ ରୋଷେଇ ହେଉଛି, ସେଇଟା ହେଲା ଆଜିର ଭିଡ଼ିଓ। ପୂର୍ବରୁ ଯେଉଁଟା ରହିଲା ସେଇଟା ସବୁ କାଲିର। ତ ଚାଲ ଭିଡ଼ିଓଟା ମୁଁ ଏଇଠି ଷ୍ଟପ୍ କରୁଛି, କାହିଁକି ନା କୁଆଡ଼େ ଯାଇ ହେବନି ବର୍ଷା ପାଗ ଯୋଗୁଁ। ଷ୍ଟପ୍ ନୁହଁ, କଣ୍ଟିନ୍ୟୁ।